शरण गुरु ब्रह्म महिमालिक शरण गुरु ब्रह्म महिमालिक शरण। ନିରମା କହିଲେ, ଯେଉଁ ମୁନି ମାତୃଗର୍ଭରେ ଥାଇ ବ୍ରହ୍ମଜ୍ଞାନ ସାଧନା କରିପାରୁଥିଲେ, ସେ ପୁଣି କିପରି ଜନକ ରାଜାକୁ ଗୁରୁ କରିଲେ? ମୁଁ ଅନୁମାନ କରୁଛି ଅଗସ୍ତ୍ୟ ମୁନି ତାଙ୍କୁ ଭୁଲ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି। ନୀର ବାପା କହିଲେ, ତମେ ଉପରେ ଉପରେ ଦେଖିଲ, କିନ୍ତୁ ତାଙ୍କ ଭିତରଟା ଦେଖିନାହଁ। ସମସ୍ତ ଜାଣିବା ଦରକାର। ଏବେ ଶୁଣ, ଅଗସ୍ତ୍ୟ ମୁନି ଶୁକ ମୁନିଙ୍କର ମନରେ ଗର୍ବ ଆସିବ ବୋଲି ଜାଣିପାରି ପରୀକ୍ଷା ସ୍ୱରୂପ ଜନକଙ୍କ ନିକଟକୁ ନେଇ ଶିଷ୍ୟ କରାଇଥିଲେ। ଜନକ ଋଷି ସେ ସମୟରେ ଶୁକ ମୁନିଙ୍କ ଆଗମନ ଜାଣି ଯଜ୍ଞଶାଳରେ ଆହୁତି ଦେଉଥିଲେ। ବାମ ଜଙ୍ଘ ଉପରେ ରାଣୀକୁ ବସାଇ ବାମ ହସ୍ତ ତାଙ୍କ ବକ୍ଷର ସ୍ତନ ଉପରେ ରଖିଥିଲେ। ଶୁକମୁନି ଏହା ଦେଖି ବିଚାର କଲେ, ଏହା ମଧ୍ୟରେ ଗୋଟେ କିଛି ଗୂଢ଼ ରହସ୍ୟ ଅଛି। ଜନକ ରାଜା ଯଦି ବ୍ରହ୍ମଜ୍ଞାନୀ ନ ହୋଇଥାନ୍ତେ, ଅଗସ୍ତ୍ୟ ମୁନି ମୋତେ ଏଠାକୁ ଆଣିନଥାନ୍ତେ। ଏଣୁ ଶୁକ ମୁନିକୁ ତ କୌଣସି କଥା ଅଜ୍ଞାତ ରହିବ ନାହିଁ। ଏଣୁ ସୂକ୍ଷ୍ମ ରୂପରେ ଜନକ ଋଷିଙ୍କ ହୃଦୟରେ ପ୍ରବେଶ କଲେ। ଜନକ ଋଷିଙ୍କର ଶରୀର ମଧ୍ୟରେ ପ୍ରତ୍ୟେକ ସ୍ଥାନ କନ୍ଦି ବିକନ୍ଦି ପ୍ରତ୍ୟେକ ସ୍ଥାନରେ ସେ ଖୋଜିଲେ। ଦେଖିଲେ ଜନକ ଋଷିଙ୍କର କୌଣସି ସ୍ଥାନରେ ରାଜଭୋଗ କିମ୍ବା ସ୍ତ୍ରୀ ଭୋଗ କୌଣସିରେ ତାଙ୍କର ମତି ନାହିଁ। କେବଳ ପରମ ବ୍ରହ୍ମଙ୍କ ନିକଟରେ ଅଛି। ଶରୀର ମଧ୍ୟରେ ପଶି ସବୁ ଖୋଜି ଖୋଜି ଦେଖିଲେ ଜନକ ଚିତ୍ତ କାହିଁ ନାହିଁ ମଜି। ହେତୁ ନେଇ ରଖିଛନ୍ତି ଚରଣାର ବିନ୍ଦେ, ପରମ ହଂସେ ନିମଜ୍ଜି ଅଛନ୍ତି ଆନନ୍ଦେ। ଶ୍ରୀପାଦ ପଦ୍ମରୁ ଝରେ ଯେଉଁ ମକରନ୍ଦ, ପିଅନ୍ତି ଜନକ ଋଷି ଭଜି ପୂର୍ଣ୍ଣାନନ୍ଦ। ଏ ବିଷୟ ନୃସିଂହ ପୁରାଣରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ଆହୁରି ଏକ ପ୍ରମାଣ ଅଛି। ସନକ ଋଷି ହେଉଛନ୍ତି ସୃଷ୍ଟି ପ୍ରାରମ୍ଭରୁ ନିର୍ବାଣ ସନ୍ନ୍ୟାସୀ, କିନ୍ତୁ ଜନକ ହେଉଛନ୍ତି ଆତ୍ମସଂଯମୀ ରାଜଶ୍ରୀ। ସ୍ୱୟଂ ନାରାୟଣ ଦିନେ ପରୀକ୍ଷା କରିବାକୁ ଆସିଲେ। ଜନକ ଓ ସନକ ନିକଟରେ ପହଞ୍ଚିଲେ। ଦୁଇ ଜଣ ଯାକ ଭଗବାନଙ୍କୁ ଦେଖି ଭକ୍ତି ସହକାରେ ପରିଚର୍ଯ୍ୟା କରିବାକୁ ଉଦ୍ୟକ୍ତ ହେଲେ। ଏହି ସମୟରେ ଭଗବାନ ଅଦ୍ଭୁତରେ ଦୁଇଟି ଶିଶୁ କୁରଙ୍ଗ, କୁରଙ୍ଗ ଅର୍ଥ ମୃଗ, ଦୁଇଟି ଶିଶୁ କୁରଙ୍ଗ ତାଙ୍କ ଆଗରେ ଦେଖାଇ ଦେଇ ଆଜ୍ଞା କଲେ, ଏହି ମୃଗକୁ କେହି ନ ଦେଖିବା ସ୍ଥାନରେ ବଦ୍ଧ କରି ଯିଏ ଆଗେ ଆଣି ରାନ୍ଧି କରି ଦେବ, ଆମେ ତାହାଠାରୁ ଭୋଜନ ଗ୍ରହଣ କରିବୁ। ଏହା ଶୁଣି ଦୁଇ ଜଣ ଯାକ ମୃଗ ଦୁଇଟି ପଛରେ ଗୋଡ଼ାଇଲେ। ହରିଣ ଦୁଇଟି ମଧ୍ୟ ଭୟାତୁର ହୋଇ ଇତସ୍ତତ ଭାବେ ଧାବମାନ କଲେ। ସେ ତ ମାୟା ମୃଗ, ଧରା ନ ଦେଇ ଘୋର ଜଙ୍ଗଲ ମଧ୍ୟକୁ ନେଇଗଲେ। ସନକ କିଛି ଦୂର ଗୋଡ଼ାଇ ଯିବା ପରେ କୌଣସି ଜୀବଜନ୍ତୁମାନଙ୍କର ସମାଗମ ନଥିବା ଅଗ୍ନାଗ୍ନି ବନସ୍ତ ମଧ୍ୟରେ ମୃଗ ଶିଶୁଟିକୁ ଧରିଲେ ଏବଂ ସେହି ସ୍ଥାନଟିକୁ ଚତୁର୍ଦିଗରୁ ଦେଖିଲେ ଯେ ସେଠାରେ କେହି ନାହାନ୍ତି। ଏହା ଭାବି ତାକୁ ବଦ୍ଧ କରି ଗୋଟିଏ ଭାର ସଜାଇ ପ୍ରତ୍ୟାଗମନ କରିବା ସମୟରେ ବାଟରେ ଭାବୁଥାନ୍ତି, ମୁଁ ଯାଇ ଆଗେ ପହଞ୍ଚିଗଲେ ମାଂସ ରାନ୍ଧି ଭଗବାନଙ୍କୁ ସତ୍କାର କରି ମୋ ପକ୍ଷ କରିନେବି।
ଜନକ ପଛେ ଆସି ଅପମାନିତ ହେବେ। ଏହା ଭାବି ଅତି ଆନନ୍ଦ ମନରେ ଖୁବ୍ ଶୀଘ୍ର ଆସି ବିଷ୍ଣୁଙ୍କ ପାଖରେ ପହଞ୍ଚି ମୃଗ ବାହାରଟିକୁ ରଖିଦେଇ ନମସ୍କାର କଲେ। ବିଷ୍ଣୁ ପଚାରିଲେ, ଏ ମୃଗକୁ କେଉଁଠାରେ କିପରି ଭାବେ ବଦ୍ଧ କରି ଜନକ ନ ଆସୁଣୁନୁ ତୁମେ ତ ଖୁବ୍ ଶୀଘ୍ର ଆସି ଆଗେ ପହଞ୍ଚି ଗଲଣି। ତହୁଁ ସନକ କହିଲେ, ଆଜ୍ଞା, ଜନକ ତ ରାଜସମ୍ପଦ ଭୋଗ କରି ଭୋଗୀ ହୋଇଯାଇଛନ୍ତି। ସେ କିପରି ଆମ୍ଭ ପରି ପରିଶ୍ରମ କରିପାରିବେ? ମୁଁ ମୃଗଟିକୁ ପବନ ବେଗରେ ଗୋଡ଼ାଇ ଯାଇ ନିର୍ଜନ ବନସ୍ଥ, ଏପରିକି ଯେଉଁଠାରେ ମନୁଷ୍ୟ କି ପଶୁପକ୍ଷୀ କେହି ନାହାନ୍ତି, ସେହି ସ୍ଥାନରେ ଏକ ବୃକ୍ଷ ମୂଳେ ଯଷ୍ଟି ଦ୍ୱାରା ନିହତ କରି ଧରିକି ଆଣିଲି। ସେଠାରେ ମୋତେ କେହି ଦେଖିନାହାନ୍ତି। ଏହା ଶୁଣି ବିଷ୍ଣୁ କହିଲେ, ବହୁତ ପରିଶ୍ରମ ହୋଇଥିବ, ବହୁତ ବାଟ ତମେ ଦୌଡ଼ିଛ, ଟିକେ ବିଶ୍ରାମ କର, ପରେ ରନ୍ଧନ କରିବ। ଏହି ସମୟରେ ଜନକ ଜୀବିତ କୁରଙ୍ଗଟିକୁ ସଯତ୍ନରେ କୋଳରେ ଧରି ଆସି ପହଞ୍ଚିଗଲେ। ସେଠାରେ ତାହାକୁ ଛାଡ଼ିଦେଇ ବିଷ୍ଣୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ। ତହୁଁ ବିଷ୍ଣୁ କହିଲେ, ହେ ଜନକ, ହରିଣଟିକୁ ବଧ ନ କରି ସଜୀବିତ ଆଣିଲ କାହିଁକି? ତାହା ଆମ୍ଭକୁ କିପରି ରାନ୍ଧି କରି ଦେବ? ତହୁଁ ଜନକ କରପତ୍ର ଯୋଡ଼ି କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ଆଦେଶରେ ମୃଗ ଶିଶୁଟିକୁ ଗୋଡ଼ାଇ ଗୋଡ଼ାଇ ଜନଶୂନ୍ୟ ଅରଣ୍ୟ ମଧ୍ୟରେ ତାହାକୁ କବଳ କଲି। ତାପରେ ଚତୁର୍ଦିଗକୁ ଦୃଷ୍ଟିପାତ କରି ଦେଖିଲି ଯେ ପରମ ବ୍ରହ୍ମ ହେଉଛନ୍ତି ସର୍ବବ୍ୟାପୀ। ସେ ଆତ୍ମା ସ୍ୱରୂପରେ ପୃଥ୍ୱୀ, ଆପ, ତେଜ, ବାୟୁ, ଆକାଶ, ଦିବା, ନିଶି ଏବଂ ବନ, ପର୍ବତ, ତରୁ, ତୃଣ, ଲତା, ଗୁଳ୍ମ ସବୁଠାରେ ପୂରି ରହିଛନ୍ତି। ଯେଉଁଠାରେ ବା ଯେଉଁ ସମୟରେ ମାରିଲେ ସେ ପ୍ରଭୁ ଦେଖିପାରିବେ। ପୁନଶ୍ଚ ଭାବିଥିଲି ଲୁଗା ଘୋଡ଼ାଇ ବଧ କରିବାକୁ। ଲୁଗା ଘୋଡ଼େଇ ପଡ଼ିଲି, ତାକୁ ଲୁଗା ଭିତରେ ପୂରେଇ ଦେଲି। ବେକକୁ ଧରି ମୋଡ଼ିବା ସମୟରେ ମୁଁ ଜାଣିଲି ଯେ ମୋଠାରେ ତ ଯେଉଁ ଆତ୍ମା ଅଛି, ଇଏ କୁରଙ୍ଗ ଶିଶୁଠାରେ ବି ସେଇ ଆତ୍ମା ଅଛି। ଆତ୍ମା ତ ଦେଖୁଛି, ମୁଁ ତ ଦେଖୁଛି ତାକୁ, ସିଏ ଦେଖୁଛି ମୋତେ। ତେଣୁ ଅଜ୍ଞାତ ସ୍ଥାନ କେଉଁଠି ନ ପାଇ ତାହାର ବଧ ପ୍ରତି ନିରୁପାୟ ହୋଇ କୁରଙ୍ଗଟିକୁ ଧରି ଫେରିଆସିଲି। ପ୍ରଭୁ, ଯେଣିକି ଚାହିଁଲି ତୁମ୍ଭେ ରହିଛ ସେଠାରେ, ସ୍ଥାବର ଜଙ୍ଗମ କୀଟ ପତଙ୍ଗ ହୃଦରେ। ଜଳ ସ୍ଥଳ ଅନଳ ଯେ ଅନିଳ ଗଗନ, ସର୍ବଠାରେ ଆତ୍ମା ରୂପେ ତୁମ୍ଭେ ବିଦ୍ୟମାନ। ତଥାପି ମୁଁ ବୃକ୍ଷଲତା ଆଚ୍ଛନ୍ନ ସ୍ଥାନରେ ମାରିଥିଲେ ଦେଖିଥାନ୍ତେ ମାଛି ଉଡ଼ୁଥିଲେ। ଏଣୁ କରି ସ୍ଥାନ ମୋତେ ନ ମିଳିଲା କାହିଁ, ତେଣୁ ଛାମୁକୁ ଅଇଲି ଜନ୍ତୁ ଗୋଟି ନେଇ। ସେଇଠାରେ ତ ସନକ ଥାନ୍ତି। ସେ ଜନକର ଏହି ଆତ୍ମା ଜ୍ଞାନ ସମଦର୍ଶୀ ଭାବ ଶୁଣୁ ଶୁଣୁ ନିଜକୁ ନିଜେ ମହାଲଜ୍ଜିତ ହେଲେ। ସେ ଭାବିଲେ, ମୋ ମୃଗ ମାରିବା କର୍ମ ତ ସମସ୍ତେ ଦେଖିଛନ୍ତି। ଆହା, ବିଷ୍ଣୁଙ୍କର ପରୀକ୍ଷାକୁ ମୁଁ ବୁଝି ନ ପାରି ଜନକଙ୍କ ପ୍ରତି ଅଭିମାନୀ ହୋଇ ବିନା ଦୋଷରେ ଜୀବଟିକୁ ବଦ୍ଧ କରି କେତେ ପାପ ଅର୍ଜନ କଲି। ଏହିପରି କେତେ ଚିନ୍ତା କରି ବ୍ୟାକୁଳ ହୃଦୟରେ ବିଷ୍ଣୁଙ୍କୁ ଜଣାଇଲେ, ହେ ପ୍ରଭୁ, ମୋତେ ଜନକଙ୍କ ପରି ଆତ୍ମା ଦର୍ଶନ ବ୍ରହ୍ମଜ୍ଞାନ ପ୍ରଦାନ କରି ମୋର ଭ୍ରମ ଦୂର କରାନ୍ତୁ। ବିଷ୍ଣୁ ତାଙ୍କର ମନୋଭାବ ବୁଝିପାରିଲେ। ମନୋଭାବ ବୁଝି ଆଜ୍ଞା କଲେ, କିଛି ଦିନ ପରେ ତୁମେ ବୈକୁଣ୍ଠକୁ ଯିବ।
ସେହିଠାରେ ତୁମ୍ଭକୁ ସେ ଜ୍ଞାନର ବିଷୟ ଆମ୍ଭେ କହିବୁ। ଏହା କହି ବିଷ୍ଣୁ ଅନ୍ତର୍ଧ୍ୟାନ ହୋଇଗଲେ। ଜନକ ଓ ସନକ ନିଜ ନିଜ ସ୍ଥାନରେ ରହିଲେ। ପୌରାଣିକମାନେ ତାଙ୍କ ବିଷୟରେ ଏହିପରି ଲେଖିଛନ୍ତି। ଆହୁରି ଏକ ପ୍ରମାଣ ଅଛି, ଏହା ପରେ ମୁଁ କହିବି। ଏହା ଯୋଗାବଶିଷ୍ଟ ରାମାୟଣରେ ବର୍ଣ୍ଣିତ ଅଛି। ନିରମା କହିଲେ, ଏତେ କଥା ଅଛି? ମୁଁ କାହିଁକି ଏତେ ଗୁଡ଼ିଏ କଥା ଜାଣିବି? ତମେ ସିନା ସେ ଅଲେଖ ସାଧୁଙ୍କ ସାଙ୍ଗରେ ଯାଇଥିଲ ବୋଲି ତାଙ୍କ ପାଖରୁ ଶୁଣିଛ, ତମେ ଜାଣିଲ। ଯାହା ହେଉ, ତମେ ଅଳ୍ପ ଦିନରେ ବହୁତ ଗୁଡ଼ିଏ କଥା ଶିଖିଗଲ। ହେଉ ହେଉ, ଚାଲ ଚାଲ, ଧୁଆଧୁଇ ହୋଇ ଖାଇଦିଅ, ଟିକେ ବିଶ୍ରାମ କରି ପୁଣି କହିବ କ'ଣ କହୁଥିଲ। ଯୋଗ ବାସିଷ୍ଠ ରାମାୟଣର ତାଙ୍କ ବିଷୟ ବର୍ଣ୍ଣିତ ଅଛି। ସେଇଠାରେ କ'ଣ କେମିତି ତାଙ୍କୁ ପରୀକ୍ଷା କରାଯାଇଛି, ସେ କିପରି ବ୍ରହ୍ମଜ୍ଞାନୀ, ସେ କଥା ମୋତେ ଶୁଣିବାକୁ ପଡ଼ିବ। ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ ସାକ୍ଷୀ ନୁହେଁ। ତମେ ଗୋଟାଏ କଥା କହିଲ, କିନ୍ତୁ ଆଉ ଗୋଟାଏ କଥା କୁହନ୍ତୁ, ତାହେଲେ ଜାଣିବି ଯେ ସେ ଗୃହୀ ସନ୍ନ୍ୟାସୀ ନୁହନ୍ତି। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଶରଣ ଶରଣ।